ହିତୋପଦେଶ ଅଧ୍ୟାୟ 6 ପଦ ସଂଖ୍ୟା 6। ହେ ଅଳସୁଆ, ତୁମେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ବାଇବଲ ଆମକୁ ଏଠି ଗଭୀର ଜୀବନ ଶିକ୍ଷା ଦେଉଛି। ଏଠି ଆମେ ଦେଖୁଛୁ ଯେ ପ୍ରଭୁ ଆମକୁ ଆଳସ୍ୟରୁ ସାବଧାନ କରୁଅଛନ୍ତି। ସେ ଆମକୁ ପ୍ରକୃତିର ଏକ ସରଳ ଅଧ୍ୟାୟ ପଢ଼ିବାକୁ କହୁଛନ୍ତି। ସେଇଟା ହେଉଛି ପିମ୍ପୁଡ଼ିର କ୍ରିୟା। ପ୍ରିୟ ଭାଇ ଓ ଭଉଣୀମାନେ, ଆପଣ ମଧ୍ୟ ଜାଣନ୍ତି ପିମ୍ପୁଡ଼ି ଏକ ଛୋଟ ପ୍ରାଣୀ। ତାହା ପାଖରେ ନା କୌଣସି ରାଜା, ନା ନେତା, ନା କିମ୍ବା ଦଣ୍ଡଦାତା ଅଛି। ତଥାପି ତାହା ସମୟରେ ଖାଦ୍ୟ ସଂଗ୍ରହ କରେ, ତାଳମେଳ ରଖେ, ଏକା ହୋଇ ମଧ୍ୟ ଦିନ ରାତି ଶ୍ରମ କରେ। ପ୍ରଭୁ ଆମକୁ ଏଠି ଶିଖାଉଛି ଯେ ଯେଉଁ ପ୍ରକାରେ ପିମ୍ପୁଡ଼ି ଅନ୍ୟ କାହାର ଆଦେଶ ଆସିଲେ ମାତ୍ର କାମ କରୁନାହିଁ, ସେମାନେ ସ୍ୱୟଂ ଚେତନ ଓ ନିଷ୍ଠାବାନ। ଆମ ଜୀବନରେ ମଧ୍ୟ ଏହି ଗୁଣ ଦରକାର। ଆଳସ୍ୟ ଜୀବନ ହେଉଛି ଆମ ଜୀବନର ଶତ୍ରୁ। ଯେଉଁଥିରେ ଆଲସ୍ୟ ଥାଏ ସେଠାରେ ଅଭାବ, କଷ୍ଟ ଓ ଦୁଃଖ ଆସିଥାଏ। ଆଲସ୍ୟ ଆମକୁ ପ୍ରାର୍ଥନାରୁ ଦୂର କରେ, ଆମକୁ କର୍ମରହିତ କରେ ଓ ଆମର ସ୍ୱପ୍ନ ଓ ଭବିଷ୍ୟତକୁ ଧ୍ୱଂସ କରେ। ପ୍ରଭୁ ଚାହାନ୍ତି ଆମେ ଆଳସ୍ୟ ପରିହାର କରି ଶ୍ରମ ଓ ନିଷ୍ଠାରେ ଜୀବନ ଜୀଉ। ଏହି ବାକ୍ୟର ଆତ୍ମିକ ଅର୍ଥ ହେଉଛି ପିମ୍ପୁଡ଼ି ଆମକୁ କେବଳ ଦୈନିକ କାମ ନୁହେଁ, ଆତ୍ମିକ କାମରେ ମଧ୍ୟ ଶିକ୍ଷା ଦିଏ। ଆମକୁ ପ୍ରାର୍ଥନା, ଧର୍ମଗ୍ରନ୍ଥ ପାଠ, ସେବା କାମ୍ୟରେ ଆଳସ୍ୟ କରିବା ଉଚିତ ନୁହେଁ। ଆମେ ଆତ୍ମାର ଭଳିକୁ ଓ ଆତ୍ମିକ ଶକ୍ତିକୁ ଦୃଢ଼ କରିବା ପାଇଁ ସଚେତନ ଓ କର୍ମଶୀଳ ହେବା ଦରକାର। ନିଜ ପରିବାର, ଚର୍ଚ୍ଚ ଏବଂ ଏକ ଦାୟିତ୍ୱପୂର୍ଣ୍ଣ ଜୀବନ ପାଇଁ ଆମକୁ ପ୍ରଭୁ ଏହି ଶିକ୍ଷା ଦେଉଛନ୍ତି। ପ୍ରିୟ ଭାଇ ଓ ଭଉଣୀମାନେ, ଆସନ୍ତୁ ଆମେ ପିମ୍ପୁଡ଼ିର କାମ ଭଳି ଅନୁଶୀଳ କରିବାକୁ ପ୍ରୟାସ କରିବା। ଶ୍ରମ, ସଂଗଠନ ଓ ଦୃଢ଼ ସଂକଳ୍ପ ସହିତ ଆମେ ଆମ ଜୀବନ ଜୀଇବା, ଯାହା ପ୍ରଭୁଙ୍କ ମହିମା ଓ ଆମ ପରିବାର ପାଇଁ ଉତ୍ଥାନ ଆଣିବ। ଆସନ୍ତୁ ଏହି ବାକ୍ୟ ଶେଷ କରିବା ପୂର୍ବରୁ ଆମ୍ଭେମାନେ କିଛି ଛୋଟ ପ୍ରାର୍ଥନା କରିବା। ହେ ପ୍ରଭୁ, ଆପଣ ଆମକୁ ଆଳସ୍ୟରୁ ମୁକ୍ତ କରନ୍ତୁ। ଆମକୁ ପିମ୍ପୁଡ଼ି ଭଳି ଶ୍ରମଶୀଳ ଓ ବୁଦ୍ଧିମାନ କରନ୍ତୁ। ଆମ ଜୀବନକୁ ନିଜ କାମ, ପରିବାର ଓ ଆତ୍ମିକ କାର୍ଯ୍ୟରେ ସକ୍ରିୟ ଓ ନିଷ୍ଠାବାନ କର। ପ୍ରଭୁ ଆମକୁ ସତ୍ୟ ପଥରେ ଚାଲିବା ଶକ୍ତି ଦିଅ, ଯାହା ତୁମରି ମହିମା ଓ ଆମ ଉତ୍ଥାନ ଆଣିବ। ଏହି ଶିକ୍ଷାକୁ ଦିନକୁ ଦିନ ଆମ ହୃଦୟରେ ଲେଖିବା ପାଇଁ ଆଶୀର୍ବାଦ କର। ପ୍ରଭୁ ଯୀଶୁଙ୍କ ନାମରେ ଆମେ ଏହି ଛୋଟ ପ୍ରାର୍ଥନା କରୁଛୁ। ଆମେନ୍।